ଆପଣ ମାନେ ବି ଜାଣିଥିବେ ଯେଉଁମାନେ ଫରେଷ୍ଟ ଗାର୍ଡ଼ ଫରେଷ୍ଟର ଲାଇଭଷ୍ଟକ୍ ଇନ୍ସପେକ୍ଟର ଏକ୍ଜାମ୍ ଦେଇଥିଲେ ଅଲରେଡ଼ି ତାର ରେଜଲ୍ଟ ପବ୍ଲିଶ ହେଇଗଲାଣି। ବର୍ତ୍ତମାନ ପିଲାଙ୍କ ମନରେ ବହୁତ ସାରା ଡାଉଟ୍ ରହୁଛି କି ମୁଁ ଫିଜିକାଲରେ ମୋର ପରସେଣ୍ଟେଜ୍ ସ୍କୋର ଏତିକି ରହିଛି, ମୁଁ ଫିଜିକାଲ ଯାଇପାରିବି କି ନାହିଁ, ସେକେଣ୍ଡ ରାଉଣ୍ଡ ଫିଜିକାଲ ଡାକିବ କି ନାହିଁ, ପରସେଣ୍ଟେଜ୍ ସ୍କୋର କ'ଣ, ଓକେ ମୁଁ ଏତିକି ସିରିଏଲ୍ ନମ୍ବରରେ ଅଛି, ମୋତେ ଫିଜିକାଲ ଏବେ ଡାକିବେନି। ସବୁ ଡାଉଟ୍ ଏଇ ଭିଡ଼ିଓ ମାଧ୍ୟମରେ କ୍ଲିୟର ହେଇଯିବ। ଖାସ୍ କରିକି ମୁଁ ତୁମକୁ କହିଦେଉଛି ଯେଉଁମାନେ ବି ଫରେଷ୍ଟ ଗାର୍ଡ଼ ଫରେଷ୍ଟର ଲାଇଭଷ୍ଟକ୍ ଇନ୍ସପେକ୍ଟର ଏକ୍ଜାମ୍ ଦେଇଥିଲେ, ଏକ୍ଜାମ୍ଟା କେବେ ହେଇଥିଲା ନା ଏକ୍ଜାମ୍ 24/4/2024 ଏବଂ 7/5/2024 ନା ପାଖାପାଖି କହିବାକୁ ଗଲେ 14 ଦିନ ଲାଗିଥିଲା। ଠିକ୍ ଅଛି, 15 ଦିନ ଏକ୍ଜାମ୍ ହେଇଥିଲା ପ୍ରତିଦିନ। ଠିକ୍ ଅଛି, ପ୍ରତିଦିନ 3ଟା ସିଫ୍ଟ ଥିଲା, ତାହେଲେ 15 ଦିନରେ କେତେଟା ସିଫ୍ଟ? 45ଟା ସିଫ୍ଟ ଥିଲା। ପିଲାଙ୍କ ମନରେ ଡାଉଟ୍ ରହୁଛି କି ବହୁତ ସାରା ୟୁଟ୍ୟୁବରେ ଆପଣମାନେ ଭିଡ଼ିଓ ଅପଲୋଡ଼ କରିଦେବେ, ବହୁତ ସାରା ପିଲା ପରସେଣ୍ଟେଜ୍ ସ୍କୋର ମାନେ ତା ମାନେ କ'ଣ, କେମିତି କାଲକୁଲେସନ୍ କରାଯାଏ, ବହୁତ ସାରା ୟୁଟ୍ୟୁବ ମଧ୍ୟ ଭିଡ଼ିଓ ଅପଲୋଡ଼ ହେଇଯାଇଛି। ତ ମୁଁ ତୁମକୁ ଏଇ ଭିଡ଼ିଓ ମାଧ୍ୟମରେ କହିଦେବି, ଟେନସନ୍ ହେବା କିଛି ଦରକାର ନାହିଁ। ଏବଂ ପିଲା କେତେ ଏକ୍ଜାମ୍ ଦେଇଥିଲେ? 4,18,423। ଓକେ, କିନ୍ତୁ ଟୋଟାଲ ପିଲା ଏକ୍ଜାମ୍ ଦେଇଥିଲେ, ଫର୍ମ ପକାଇଥିଲେ ତ 4,00,000 ପ୍ଲସ୍ ଫର୍ମ ପକାଇଥିଲେ, ତ ପାଖାପାଖି ଟୋଟାଲ ଆମର ଏକ୍ଜାମ୍ ଦେଇଥିଲେ ପାଖାପାଖି 2,55,169 ପିଲା ପରୀକ୍ଷା ଦେଇଥିଲେ। ବର୍ତ୍ତମାନ ପିଲାଙ୍କ ମନରେ ଡାଉଟ୍ କ'ଣ ରହୁଛି ଯେ କି ଯେଉଁ ମନେକର ଯେଉଁ ପିଲାଙ୍କର ଯେଉଁ 100% ଯେଉଁ ପରସେଣ୍ଟାଇଲ୍ ରହୁଛି, ଏ ପିଲାଙ୍କ 150ରୁ 150 ମାର୍କ ରଖିଛନ୍ତି। ମୁଁ ଆପଣଙ୍କୁ କହିଦେଉଛି, ଯେଉଁ ଆପଣମାନେ ଜାଣିଥିବେ ଯେଉଁ 15 ଦିନ ପରୀକ୍ଷା ହେଇଥିଲା, ପର୍ ଡେ 3ଟା ସିଫ୍ଟ, ଯେଉଁ ସିଫ୍ଟରେ ପିଲାମାନେ ହାଇଏଷ୍ଟ ସ୍କୋର ରଖିଛନ୍ତି। ସପୋଜ୍ ମାନେ ଆମର 24 ତାରିଖରେ ଏକ୍ଜାମ୍ ହେଇଥିଲା, ସପୋଜ୍ ଜଣେ 27 ତାରିଖରେ ଫାର୍ଷ୍ଟ ସିଫ୍ଟରେ ଯେଉଁ ସିଫ୍ଟରେ ଯେଉଁ ପିଲାମାନେ ହାଏଷ୍ଟ ସ୍କୋର ରଖିଛନ୍ତି ସେମାନଙ୍କର ପରସେଣ୍ଟେଜ୍ ସ୍କୋର 100 ନିଆଯାଇଛି। ସପୋଜ୍ ମନେକର 24 ତାରିଖରେ ଗୋଟେ ପିଲା 150 ମାର୍କ ପରୀକ୍ଷା, ଜଣେ ରଖିଲା 120, ତାର ପରସେଣ୍ଟେଜ୍ ସ୍କୋର 100 ସେଇ ସିଫ୍ଟରେ ନିଆଯାଏ। ଆଉ ଯେଉଁ ସପୋଜ୍ ଯିଏ 1ରେ ରଖିଲା 80, ହାଏଷ୍ଟ ମାର୍କ 80, ତାର ବି ପରସେଣ୍ଟେଜ୍ ସ୍କୋର 100 ନିଆଯାଏ ହେଲା। ଏବଂ କହିବାକୁ ଗଲେ ଏବଂ ପିଲାମାନେ ମଧ୍ୟ ଡାଉଟ୍ ରହୁଛି କି କେତେ ସିରିଏଲ୍ ନମ୍ବର ଯାଏଁ ଫିଜିକାଲ୍ ନେବ। ଆପଣମାନେ ବି ବର୍ତ୍ତମାନ ସୁଦ୍ଧା ବି ଜଣା ନାହିଁ ଯେ ଆପଣମାନେ ଜାଣିଥିବେ 3 ଗୁଣକୁ ଫିଜିକାଲରେ ନେବ। 2712 ପୋଷ୍ଟ ରହିଛି ଟୋଟାଲ, ମାନେ କହିବାକୁ ଗଲେ ଫିଜିକାଲରେ 8,000 ସମଥିଙ୍ଗ, 8,000 ପ୍ଲସ୍ ସମଥିଙ୍ଗ ପୋଷ୍ଟ ରହିବ। ପିଲା ମନେ ମନେ କହୁଥିବେ କି 8,000, ମୁଁ ପୂର୍ବ ଭିଡ଼ିଓରେ ମୁଁ ମଧ୍ୟ କହିଥିଲି କି 8,000 ଭିତରେ ସିରିଏଲ୍ ନମ୍ବର ରହିଥିଲେ ଆପଣମାନେ ନିହାତି ଫିଜିକାଲ ପାଇଁ ପ୍ରିପାରେସନ୍ ହେଇଯାଆନ୍ତୁ। ବର୍ତ୍ତମାନ ମୁଁ ତୁମକୁ କହୁଛି ବର୍ତ୍ତମାନ ଯେଉଁ 100% କେବଳ ଖାଲି ଜେନେରାଲ ଅଛନ୍ତି, ତା ମଧ୍ୟରେ ଅଛନ୍ତି SC ST ଥିବେ, SC BC ମଧ୍ୟ ଥିବେ। ଓକେ, ବହୁତ SC ST ଥିବେ। ତେଣୁ ଆପଣମାନଙ୍କୁ କହିଦେଉଛି, ଯଦି ବି ଆପଣ 20 ହେଲା 20 ସିରିଏଲ୍ ନମ୍ବର ଅଛି, ଯଦି 30 ପାଖାପାଖି କହିଗଲେ ସମସ୍ତେ ଫିଜିକାଲ ଉପରେ ପ୍ରାକ୍ଟିସ୍ କରନ୍ତୁ। କାରଣ ଆଗକୁ ଆମର ଆପଣମାନେ ଜାଣିଥିବେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ଆସୁଛି। ଓକେ, ଯେଉଁମାନଙ୍କର ପାଖାପାଖି ପରସେଣ୍ଟେଜ୍ ସ୍କୋର ବା ସିରିଏଲ୍ ନମ୍ବର 30,000 ବା 20,000 ପ୍ଲସ୍ ରହୁଛି, ଆପଣମାନେ ଫିଜିକାଲ ପାଇଁ ଟ୍ରାଏ କରନ୍ତୁ। ଏବଂ ପିଲାଙ୍କ ମନରେ ଡାଉଟ୍ ରହୁଛି କି ମୋର ସ୍କୋର 1,00,000 ପ୍ଲସ୍ ରହୁଛି, ମୁଁ ଫିଜିକାଲ ପାଇଁ ପ୍ରାକ୍ଟିସ୍ କରିବି କି ନାହିଁ, ମୋର ଫିଜିକାଲରେ ନା ଆସିବ କି ନାହିଁ। ତ ମୁଁ ତୁମକୁ କହିଦେଉଛି, ଆପଣମାନେ ଜାଣିଥିବେ କି 2712 ପୋଷ୍ଟ ରହିଥିଲା, 3 ଗୁଣ ପିଲାଙ୍କୁ ଡାକିବ, ପାଖାପାଖି 8,000 ପ୍ଲସ୍ ପିଲାଙ୍କୁ ଡାକିବ। ଆମର ସିରିଏଲ୍ ନମ୍ବରରେ ଜଣା ନାହିଁ କେତେ ଜଣ ଜେନେରାଲ ଅଛନ୍ତି, କେତେ ଜଣ SC BC ଅଛନ୍ତି, କେତେ ଜଣ SC ST ଅଛନ୍ତି। ତ ମୋ ଅନୁସାରେ କହିବାକୁ ଗଲେ, ସମସ୍ତଙ୍କ ଅନୁମାନ କହିବାକୁ ଗଲେ, ତ ପାଖାପାଖି 20-30 ହଜାର ପ୍ଲସ୍ ଭିତରେ ଆପଣଙ୍କ ସିରିଏଲ୍ ନମ୍ବର ଅଛି। ଓକେ, ତାହେଲେ ଆପଣମାନଙ୍କର ନାଁ ପଡ଼ିପାରେ। ଓକେ, ଆଉ କେବଳ ଫରେଷ୍ଟ ଗାର୍ଡ଼ ଫରେଷ୍ଟର ଲାଇଭଷ୍ଟକ୍ ଇନ୍ସପେକ୍ଟର ଏକ୍ଜାମ୍ ଖରାପ ହେଇଛି କି ମନ ଦୁଃଖ କରିବା ଦରକାର ନାହିଁ। କାରଣ ଆଗକୁ ବହୁତ ବଢ଼ିଆ ଏକ୍ଜାମ୍ ଅଛି। ଆପଣମାନେ ଆଜିଠୁ ପ୍ରାକ୍ଟିସ୍ କରନ୍ତୁ, ଫିଜିକାଲ ପାଇଁ ମଧ୍ୟ ପ୍ରାକ୍ଟିସ୍ କରନ୍ତୁ, ରିଟିନ୍ ପାଇଁ ମଧ୍ୟ ପ୍ରାକ୍ଟିସ୍ କରନ୍ତୁ। ଆପଣମାନେ ନିହାତି ଭାବରେ ଆପଣମାନଙ୍କ ହେଲ୍ପ ହେଇଯିବ। ଆଉ କିଛି ଯଦି ପିଲା କ'ଣ କରିଥାନ୍ତି ନା, ମୋର 90-100 ମାର୍କ, 150ରୁ ମୋର 90 ମାର୍କ ରହିଛି, ଯଦି ସେ ସେକେଣ୍ଡ ରାଉଣ୍ଡକୁ ୱେଟ୍ କରିଥିବେ ଫିଜିକାଲ ବି ପ୍ରାକ୍ଟିସ୍ କରିଥିବେ, ଆଉ ସେମାନଙ୍କ ମନରେ ମଧ୍ୟ ମାନେ ପାଠ ପଢ଼ାପଢ଼ି କରିନଥିବେ, ସେ ମଧ୍ୟ ଭାବି ମୋର ଫରେଷ୍ଟ ଗାର୍ଡ଼ ଫରେଷ୍ଟର ହେଇଯିବ, ମୁଁ କାହିଁ ପାଠ ପଢ଼ିବି।
सेमिति भाबिबा भूल। ओके, तो आमे आपण माने दीटा प्रैक्टिस करंतु, फिजिकल प्रैक्टिस करंतु, रिटन प्रैक्टिस करंतु। ओके, आपण माने जेमिति अपकमिंग एग्जाम तो आसुचे आपण माने प्रिपरेशन करि परिबे। आउ आपण माने कहउथे कि आपण माने थंबनेल देले आमर सेकेंड राउंड डाकिब कि नहीं, आपण माने एई कथा कहउछन्ती। सेकेंड राउंड डाकिब कि न डाकिब ସେଇଟା ଆପଣ ଇମ୍ପୋର୍ଟାଣ୍ଟ ନୁହେଁ। ଆପଣଙ୍କ ଇମ୍ପୋର୍ଟାଣ୍ଟ ରହୁଛି ବର୍ତ୍ତମାନ ପଢ଼ା ଉପରେ, ଠିକ୍ ଅଛି, ଫିଜିକାଲ ଉପରେ। ଆପଣମାନେ ଫିଜିକାଲ କରନ୍ତୁ, ସେକେଣ୍ଡ ରାଉଣ୍ଡ ଡାକିବି ନ ମାନେ ଓଡ଼ିଶା ପୋଲିସ ମଧ୍ୟ ରିକ୍ରୁଟମେଣ୍ଟ ମଧ୍ୟ ଆସିଯିବ। ଓକେ, ଆଉ କିଛି ପିଲା କହିବେ ଏଜ୍ ରିଲାକ୍ସେସନ୍, ଏଜ୍ ଆମର ପଳେଇ ଯାଉଛି। ଏଜ୍ ରିଲାକ୍ସେସନ୍ ତ ଫେୟାରମ୍ୟାନରେ ଏଜ୍ ରିଲାକ୍ସେସନ୍ ମିଳିଗଲା। ଆମର ଓଡ଼ିଶା ପୋଲିସ କନଷ୍ଟେବଳ ଯେଉଁ ବାହାରିଥିଲା 2023ରେ ମଧ୍ୟ ଏଜ୍ ରିଲାକ୍ସେସନ୍ ମିଳିଲା, 2022ରେ। ओके, ଆପଣମାନଙ୍କୁ ମଧ୍ୟ एज रिलैक्सेशन 100% मिलेबो। ओके, तो आपने जदि भी रिजल्ट खराब रही आपनका सीरियल नंबर जदि बहुत हाई रही टेंशन रही दरकार नहीं। आपण मैंने नेक्स्ट एग्जाम पे प्रिपरेशन करेंगे। ओके, तो जहाँ भी किसी भी डाउट रोचे फॉरेस्ट कार्ड होगा कि ओडिशा पुलिस होगा निहत भाई कमेंट रे निहत भाई आपन मतवाद दब, ठीक अच्छे। जहाँ भी डाउट अच्छी मुझे आपको निहत भाई रिप्लाई देती। ओके, तो यह जस्ट किसी पिला डाउट रहा मुझे कहीदे जहाँ भी भिडियो बहुत हेल्पफुल होता है, भिडियो बहुत हेल्पफुल होता है। निहत भाई चैनल को सब्सक्राइब कर बेल आइकन वाले क्लिक करें, कारण भल भल एमती भल भल जॉब रिलेटेड भिडियो पाइबे। तो रोज देखा नेक्स्ट वीडियो। जय जगन्नाथ।